ବନ୍ଧୁ ଜୟ ଜଗନ୍ନାଥ। ଆଜିଠୁ ପୁରା 81 ବର୍ଷ ପର୍ଯ୍ୟନ୍ତ ଏହି 5ଟି ରାଶି ଉପରେ ଧନ ବର୍ଷାଇବେ ମହାଦେବ। ନମସ୍କାର ବନ୍ଧୁଗଣ, ଆପଣମାନେ ନିଶ୍ଚୟ ଜାଣିଥିବେ କି ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି କୁହାଯାଇଥାଏ। ଏପରିରେ ଭୋଳାନାଥ ଯେତେବେଳେ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି, ସେତେବେଳେ ସେହି ବ୍ୟକ୍ତି ଉପରେ ନିଜର ପାର କୃପା ବର୍ଷା କରିଥାନ୍ତି। ଆଜି ରାତିରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ସ୍ଥାନମାନଙ୍କ ମଧ୍ୟରେ ଏପରି ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାଫଳରେ କିଛି ରାଶିମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି। ଚାଲନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ। ବନ୍ଧୁଗଣ, ଭିଡ଼ିଓଟିକୁ ପୁରା ଦେଖିବେ। ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ସେସବୁ ମଧ୍ୟ ଦୂର ହୋଇଯିବ। ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ଏବେ ସଫଳତା ମିଳିବ। ଆପଣଙ୍କ ଶତ୍ରୁ ଏବେ ଆପଣଙ୍କ ଠାରୁ ଦୂରରେ ରହିବେ। ସମାଜରେ ଲୋକମାନେ ଆପଣଙ୍କୁ ମାନ ସମ୍ମାନ ଦେବେ। ବେପାର ବାଣିଜ୍ୟ ଆପଣଙ୍କ ଦୁଇଗୁଣା ଜୋରରେ ଆଗକୁ ବଢ଼ି ଚାଲିବ। ଏହି ସମୟ ଆପଣଙ୍କ ଅଗ୍ରଗତି ପାଇଁ ବହୁତ ଭଲ ହେବ। ସୋମବାର ହେଉଛି ଭଗବାନ ଭୋଳାନାଥଙ୍କ ଦିନ ଏବଂ ଏହା ଏକ ଅତି ଶୁଭ ଏବଂ ପବିତ୍ର ଦିନ ଭାବରେ ବିବେଚନା କରାଯାଏ। ଆସନ୍ତାକାଲି ସୋମବାର ଠାରୁ ଏହି ବିଶେଷ ରାଶି ଚିହ୍ନ ଉପରେ ମହାଦେବଙ୍କ ବିଶେଷ ଆଶୀର୍ବାଦର ସୂଚନା ଅଛି। ଶିଳ୍ପ ବାଣିଜ୍ୟ ଏବଂ କାର୍ଯ୍ୟକ୍ଷେତ୍ର ବୃଦ୍ଧି ପାଇବ। ବନ୍ଧୁଗଣ, ଏହି ରାଶିର ଲୋକ ମାନସିକ ଚିନ୍ତାରୁ ମୁକ୍ତି ମିଳିବ। ବିଦ୍ୟାର୍ଥୀମାନଙ୍କୁ ପ୍ରତିଯୋଗୀ ପରୀକ୍ଷାରେ ଭଲ ରେଜଲ୍ଟ ମିଳିବ। ମହାଦେବଙ୍କ କୃପାରୁ ବିବାହିତା ଜୀବନ ସୁଖମୟ ହେବ। କାମକାର୍ଯ୍ୟରେ କରିଥିବା ପରିଶ୍ରମର ଫଳ ମିଳିବ। ଆପଣ କେଉଁଠି ପଇସା ଲଗାଇ ପାରନ୍ତି, ଯାହା ଆଗକୁ ବହୁତ ଭଲ ଫଳ ମିଳିବ। ପ୍ରଭାବଶାଳୀ ଲୋକଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବେ। କାର୍ଯ୍ୟସ୍ଥଳରେ ଆପଣଙ୍କୁ ପ୍ରଶଂସା ମିଳିପାରେ। ଏହି ରାଶିମାନଙ୍କ ପାରିବାରିକ ଜୀବନ ସୁଖମୟ ରହିବ ଏବଂ ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ। ବନ୍ଧୁଗଣ, ଏହା ସହିତ ଏହି ରାଶି ଥିବା ବ୍ୟକ୍ତିମାନେ ସମାଜରେ ନିଜର ପ୍ରତିଷ୍ଠା ସ୍ଥାପନ କରିବେ ଏବଂ ମାନ ସମ୍ମାନ ହାସଲ କରିବେ। ଏହି ରାଶିର ବ୍ୟକ୍ତିମାନଙ୍କୁ ନିଜ ମାତାପିତାଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ କୌଣସି ବାଧାବିଘ୍ନ ସୃଷ୍ଟି ହେବ ନାହିଁ ଏବଂ ଏହି ରାଶିର ବ୍ୟକ୍ତିମାନେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଯୋଗୁଁ ପ୍ରଚୁର ଧନଲାଭ କରିବେ। ତେବେ ସେହି ରାଶି ଗୁଡ଼ିକ ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, ମେଷ ରାଶି, ସିଂହ ରାଶି, ବିଛା ରାଶି।
ବନ୍ଧୁଗଣ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିଦେବେ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ, ଧନ୍ୟବାଦ।